ଓଡ଼ିଶା ଛୁଇଁଲା ମୌସୁମୀ। ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥର ଶୀଘ୍ର ଆସିଛି ମୌସୁମୀ ବାୟୁ। କେରଳକୁ 8 ଦିନ ପୂର୍ବରୁ ମୌସୁମୀ ଛୁଇଁଥିଲା ବେଳେ ଓଡ଼ିଶାକୁ ଆଉ 3 ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ବୋଲି କୁହାଯାଉଥିଲା। ହେଲେ ଶୀଘ୍ର ଛୁଇଁଛି ମୌସୁମୀ। ଚଳିତ ବର୍ଷ ଜୁନ୍ ମାସରେ ସ୍ୱାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବା ନେଇ ଗତକାଲି ପ୍ରେସମିଟ୍ କରି ସୂଚନା ଦେଇଥିଲେ IIMD DG ମୃତ୍ୟୁଞ୍ଜୟ ମହାପାତ୍ର। 106%ରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛନ୍ତି। ସେପଟେ ଉତ୍ତର ପଶ୍ଚିମ ବେଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଚିହ୍ନିତ ହୋଇଛି। ଧୀରେ ଧୀରେ ଏହା ଘନୀଭୂତ ହୋଇ ଉତ୍ତରମୁହାଁ ହେବା ସମ୍ଭାବନା ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆହୁରି 31 ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏମିତି ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରିନିଅନ୍ତୁ।